କମିପାରେ ତେଲ ଦର। ଅଗଷ୍ଟ 3ରେ ଅନୁଷ୍ଠିତ ହେବାକୁ ଥିବା OPEC+ ବୈଠକରେ ତେଲ ଦର ବୃଦ୍ଧି ଉପରେ ବିଚାର କରାଯିବ। ଏହି ନିଷ୍ପତ୍ତି ଉପରେ ଏବେ ସାରା ଦେଶର ନଜର ରହିଛି। ପୂର୍ବରୁ OPEC+ ମେ, ଜୁନ ଏବଂ ଜୁଲାଇରେ ଅଶୋଧିତ ତୈଳ ଯୋଗାଣରେ 411,000 ବ୍ୟାରେଲ ବୃଦ୍ଧି କରାଯାଇଥିଲା। ଏବେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି ବର୍ଦ୍ଧିତ ଚାହିଦା ପୂରଣ କରିବା ସହିତ ଅଶୋଧିତ ତୈଳର ମୂଲ୍ୟ ହ୍ରାସ କରିବା। ଏହି ବୈଠକର ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱ ବଜାରରେ ଦେଖାଯିବ। ଭାରତରେ ମଧ୍ୟ ତେଲ ଦର ହ୍ରାସ ହୋଇପାରେ। ଭାରତ ଏହାର ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ କରେ ଏବଂ OPEC+ ଏହାର ଏକ ପ୍ରମୁଖ ଯୋଗାଣକାରୀ। ତେଣୁ କମ୍ପାନୀ ତେଲ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ତେଲ ଉତ୍ପାଦନରେ ହଠାତ୍ ବୃଦ୍ଧି ଯୋଗୁଁ ମୂଲ୍ୟ ଆହୁରି ହ୍ରାସ ପାଇପାରେ। ଏହା ହେଲେ ଦେଶର ସାଧାରଣ ଲୋକଙ୍କୁ ଲାଭ ମିଳିବ। ଏହା ପରିବହନ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇବ। OPEC ଏବଂ OPEC+ କ'ଣ? OPEC ହେଉଛି ପେଟ୍ରୋଲିୟମ ରପ୍ତାନିକାରୀ ଦେଶମାନଙ୍କ ସଂଗଠନ। ଏଥିରେ 14 ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ଅଛନ୍ତି। ଏହା 1960 ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ OPEC+ ହେଉଛି ଏହି 14 ଦେଶ ସହିତ ଅଣ-OPEC ଦେଶ ମିଶିବା। ଏହା 2016ରେ ଗଠିତ ହୋଇଥିଲା। ପ୍ଲିଜ୍ ସବସ୍କ୍ରାଇବ୍ ଆୱାର ଚ୍ୟାନେଲ।